ଆଚ୍ଛା ଆଜି ଆପଣ ମିଡ଼ିଆ ସାମ୍ନାକୁ ଆସିଲେ ଆଗରୁ ଆପଣ କୁଆଡ଼େ ଯାଇଥିଲେ? ତ ନମସ୍କାର ସାଙ୍ଗମାନେ, ଜୟ ଜଗନ୍ନାଥ। ଆଶା କରୁଛି ଆପଣମାନେ ବହୁତ ଭଲରେ ଥିବେ, ଖୁସିରେ ଥିବେ, ବିନ୍ଦାସରେ ଥିବେ। ତ ପ୍ରଭୁ ଜଗନ୍ନାଥ ଆପଣମାନଙ୍କୁ ଆପଣଙ୍କ ପରିବାରକୁ ସବୁବେଳେ ଘଣ୍ଟ ଘୋଡ଼େଇ ରଖନ୍ତୁ। ତ ସାଙ୍ଗମାନେ, 2 ଦିନ ପୂର୍ବରୁ ଗୋଟେ ଭିଡ଼ିଓ ଅପଲୋଡ଼ କରିଥିଲି। ସେଟା ଲଭ ହସ୍ତା ଉପରେ ଭିଡ଼ିଓ ଥିଲା। ତ ସେ ଭିଡ଼ିଓ ପୂର୍ବରୁ ମାନେ ଭିଡ଼ିଓ ଟପିକ୍ କିଛି କହିବା ପୂର୍ବରୁ ଆପଣମାନଙ୍କୁ ଗୋଟେ କ୍ଲିପ୍ଟା ଦେଖନ୍ତୁ, ତାପରେ କଥା ହେବା। ପରାଣୀ ହସ୍ତା ବାପାଙ୍କ ନାଁ? ଲଭ ହସ୍ତା। ତମେ ବ୍ଲଗର ଲବ ହସ୍ତାର ଝିଅ? ହଁ ତମେ ହଉଛ ଲବ ହସ୍ତାର ପତ୍ନୀ ବୋଲି, ଏଟା ସତ ନା ମିଛ? ହଁ, ମୁଁ ତାଙ୍କ ପତ୍ନୀ ଲଭ ହସ୍ତାଙ୍କର। ଆଚ୍ଛା ଆଜି ଆପଣ ମିଡ଼ିଆ ସାମ୍ନାକୁ ଆସିଲେ ଆଗରୁ ଆପଣ କୁଆଡ଼େ ଯାଇଥିଲେ? ଯେତେବେଳେ ଲଭ ହସ୍ତା ତାର ନିଜ ଲାଇଫର ଷ୍ଟ୍ରଗଲ୍ କରୁଥିଲା ସେତେବେଳେ କୁଆଡ଼େ ଯାଇଥିଲେ? ଆପଣଙ୍କ ତ ଦେଖା ନଥିଲା, ଆମେ ଆପଣଙ୍କୁ ଚିହ୍ନି ନଥିଲୁ। ଆମେ ଏବେ ମିଡ଼ିଆରେ ଆସିଲାକୁ ଆମେ ଆପଣଙ୍କୁ ଚିହ୍ନୁଛୁ ଯେ କି ଆପଣ ଲଭ ହସ୍ତାର ସ୍ତ୍ରୀ, ତାଙ୍କର ଝିଅ, ଯାହା ବି ହୁଅନ୍ତୁ। ଠିକ୍ ଅଛି, ମୋର କହିବାର କଥା ମାନେ ଏଇଟା ନୁହେଁ କି ମୁଁ ମାନୁନି ଆପଣ ଲଭ ହସ୍ତାର ସ୍ତ୍ରୀ ନୁହନ୍ତି ବୋଲି। ଠିକ୍ ଅଛି, ଆପଣଙ୍କ କଥା ଆମେ ମାନିଲୁ। କିନ୍ତୁ ଗୋଟେ ଜିନିଷ, ଯେତେବେଳେ ଲଭ ହସ୍ତା ତ ଷ୍ଟ୍ରଗଲ୍ କରୁଥିଲା ସେତେବେଳେ ଆପଣଙ୍କର ଦେଖା ନଥିଲା ବିଲକୁଲ। ଯେତେବେଳେ ସେ ଗୋଟେ ପାହାଚ ଉପରେ ପାହାଚ ଚଢ଼ିକି ଗୋଟେ ମାନେ ଷ୍ଟେବଲ୍ ହେଇଯାଇଛି, ତାର ଗୋଟେ ନେମ୍ ଫ୍ରେମ୍ କମେଇ ଦେଇଛି, ଗୋଟେ ପ୍ରହସନ ଚାଲିଲା କ'ଣ ନା ମୁଁ ଲଭ ହସ୍ତାର ସ୍ତ୍ରୀ, ଇଏ କହୁଛି ଲଭ ହସ୍ତାର ସ୍ୱାମୀ। ତ ଏଇ ଟାଇପ୍ର ପ୍ରହସନ ଚାଲିଲା। ତ ଆଗରୁ କେଉଁଠି ଥିଲ ତମେ? ଗଲା ତୃତୀୟ କଥା ହେଉଛି, ମୋ ଭିଡ଼ିଓ ଅପଲୋଡ଼ କଲା ପରେ ମୋତେ ବହୁତ ସାରା ଭଲ ପାଇବା ମିଳିଯାଇଛି ମୋତେ କମେଣ୍ଟରେ। ତୁ ବାରିପଦାକୁ ଆସେ, ଆମେ ଦେଖିନେବୁ, ମୋଡ଼ିଦେବୁ, ଇଏ କରିଦେବୁ। ଆପଣମାନେ ଦେଖନ୍ତୁ ଏଇଠି କମେଣ୍ଟ ଆସିଛି, ସାର୍ ଆପଣଙ୍କ ଭଉଣୀ ସହିତ ଯଦି ଏମିତି ହେଇଥାନ୍ତା ଆପଣ ଏମିତି କହିଥାନ୍ତେ? ଦେଖିଲେ ତ, ଯଦି ସେଇ ଜାଗାରେ ମୋ ଭଉଣୀ ଥାନ୍ତା, ଠିକ୍ ଅଛି, ଆଗେ ତା ମାନେ ବ୍ୟାକଗ୍ରାଉଣ୍ଡ ବିଷୟରେ ଆଗେ ବୁଝିଥାନ୍ତା କି ତାକୁ ମାନେ ସେ ଆଗରୁ ମ୍ୟାରିଡ୍ ଅଛି କି ମ୍ୟାରିଡ୍ ନାହିଁ, ତ ତାର ରିଲେସନସିପ୍ରେ କେତେ ଜଣ ସମ୍ପର୍କ କେତେ ଜଣ ଥିଲେ କି କାଶ ଯାହା ବି XYZ ହଉ, ତାକୁ ଆଗେ ଦେଖିଥାନ୍ତା, ତାପରେ ତାକୁ ଲଭ୍ କରିଥାନ୍ତା। ନାଇଁ କି ଡାଇରେକ୍ଟ ଏମିତି କରିଥାନ୍ତା। ଗଲା ଏଇ ଗୋଟେ କମେଣ୍ଟ ଗଲା। ତାପରେ ତୁ ଲବ ପାଖରୁ କେତେ ପଇସା ପାଉଛୁ? ଲବ ପାଖରୁ ମୁଁ ପଇସା ପାଉଛି। ଠିକ୍ ଅଛି, ଆଉ ମୁଁ କ'ଣ କହିବି? ଆଉ ମୁଁ ଯଦି ମୁହଁ ଖୋଲିବା ଆରମ୍ଭ କରିଦେବି ନା, କେଇଟା ଯେଉଁ ସବୁ ଟାଇପ୍ର କମେଣ୍ଟ କରୁଛ, ମୁହଁ ପୁରା ଏକାଥରେ ବନ୍ଦ କରିଦେବି। ମୁଁ ଗୋଟେ ବ୍ଲଗର, ତ ମୁଁ ରୋଷ୍ଟର ନୁହେଁ ଯେ କି ମାନେ ଏଇ ଟାଇପ୍ର ଭିଡ଼ିଓ ବନେଇବି। ମୁଁ ରୋଷ୍ଟର ନୁହଁ। ଆଉ ଜଣେ ଭାଇ କହିଲେ ରାଜା ହେମ୍ରମ, ବାଳ ତୁ ଫାଷ୍ଟ ଯାଇକି ସାନ୍ତାଳୀ ଚ୍ୟାନେଲ ଯାଇକି ଦେଖ, ତାପରେ ଭିଡ଼ିଓ ବନା। ଆଚ୍ଛା, ଦେଖିପାରୁଥିବ କମେଣ୍ଟଟା। ଆଚ୍ଛା, ସାନ୍ତାଳୀ ଚ୍ୟାନେଲଟା ମୁଁ ଦେଖିବି। ଏ ମ୍ୟାରେଜ ତ ଯେଉଁ ହେଲା, ଲଭ ହସ୍ତା ଯେଉଁ ଆଗରୁ ବାହା ହେଇଥିଲା ଗୋଟେ ଝିଅକୁ, ତାଙ୍କର ସାନ୍ତାଳୀ ଝିଅକୁ, ତ ଆଜି ନୂଆ ବାହା ହେଇନି। ଯେତେ ଗୋଟେ ଝିଅ ମାନେ ପାଖାପାଖି 10 ବର୍ଷ କି 15 ବର୍ଷ ପୂର୍ବରୁ ବାହା ହେଇଥିବ। ସେ ଝିଅଟା ତା ଲାଇଫ୍ରେ ଏବେ ଆସିଲା, ମାନେ ପାଖାପାଖି 3 ବର୍ଷ ଧର, 4 ବର୍ଷ ହୁଅନ୍ତୁ, 5 ବର୍ଷ ଆପଣଙ୍କ କଥା ଧରନ୍ତୁ। ଯଦି 5 ବର୍ଷ ବି ଧରିଲା, ସେ ଝିଅ ତ ଦେଖିଥିବ ଯାଇକିନା କି ସାନ୍ତାଳୀ ବ୍ଲଗ୍ରେ ତ ଦେଖିଥିବ ଯାଇକିନା ଲଭ ହସ୍ତା ମ୍ୟାରିଡ୍ ବୋଲି। ତ ତାକୁ କାହିଁ ପ୍ରପୋଜ କରୁଥିଲା, ତାର ମାନେ ଭଲ ପାଇବାକୁ ଆକ୍ସେପ୍ଟ କାହିଁ କରୁଥିଲା? ଆଇଦର ଲଭ ହସ୍ତା କରୁ କି ସେ ଝିଅ କରୁ, ମାନେ ସଲମୀ ମୁର୍ମୁ କଥା ମୁଁ କହୁଛି। ଏଠି ମୁଁ କେବେ ବି ମାନେ କହୁନି ଯେ କି ସଲମୀ କି ଆମର ଇଏ ଲଭ ହସ୍ତା ଦୋଷୀ ନୁହନ୍ତି, ଦୋଷୀ ହେଇପାରନ୍ତି। ଯଦି ସେମାନେ ଦୋଷ କରିଥିବେ, ସିଧା ନିଅ, ଆରେଷ୍ଟ କରିଦିଅ। କିନ୍ତୁ ଏଇ ଯେଉଁ ପ୍ରହସନ କରିବାର କାରଣଟା କ'ଣ? ଏଇ ପ୍ରହସନ କରିବା କାରଣଟା କ'ଣ? ମାନେ ଏମିତି କଲେ ପ୍ରୋବ୍ଲେମଟା କ'ଣ ହେବ ନା, ଯଦିଓ ଲଭ ହସ୍ତା ଦୋଷୀ ନଥିବେ, ତାଙ୍କର ତ ନାଁ ଖରାପ ହେବ, ଅଲରେଡ଼ି ତ ଖରାପ ହେଇସାରିଲାଣି। ଆଉ ଯଦି ବି ଦୋଷୀ ଥିବେ, ମେ ବି ସେ ଲୁଚି ଯାଇପାରନ୍ତି, ଯେଉଁଥିପାଇଁ ପୋଲିସକୁ ଧରିବା ପାଇଁ ତାକୁ କଷ୍ଟ ହୋଇପଡ଼ିବ। ଯେହେତୁ ସେ ପୁଣି ଆଉଟ୍ ଅଫ୍ ଓଡ଼ିଶା ନୁହଁ, ଆଉଟ୍ ଅଫ୍ କଣ୍ଟ୍ରି, ଯେଉଁଟା ଇଣ୍ଡିଆ କଣ୍ଟ୍ରି, ମାନେ ବାହାରେ ଅଛନ୍ତି ସେମାନେ, ତ ତାଙ୍କୁ ପ୍ରୋବ୍ଲେମ ଧରିବା ପାଇଁ। ତ ମୁଁ ସେଇଟା କହିବା କଥା କି ଏ ଯେଉଁ ପ୍ରହସନ କରିବା କାରଣଟା କ'ଣ? ମୋତେ ଯେଉଁ କମେଣ୍ଟରେ ଯେଉଁ ଟାଇପ୍ର ସବୁ ମୋତେ ମା ଭଉଣୀ ଏକ କରିଦେଉଛନ୍ତି, ଥୋଇ ଦେଉଛ, ଏଇଟା କରିବାର କାରଣଟା କ'ଣ? ମୁଁ ତ କେବେ କହିନି ଯେ କି ଲଭର ଦୋଷ ନାହିଁ, ଟୋଟାଲ ଲଭ ପୁରା ନିର୍ଦ୍ଦୋଷ। ମୁଁ ଏବେ ବି କହୁଛି ଲଭ ଦୋଷୀ। ଯଦି
ଦୋଷଟା ଆଡମିଟ୍ କରାଯାଏ, ଯଦି ସେ କଥାଟା ଯଦି ସୁପ୍ରିମକୋର୍ଟ ଅଛି ହାଇକୋର୍ଟ ଅଛି, ଯଦି ତାଙ୍କ ଦ୍ୱାରା ମାନେ କ'ଣ କେସ୍ଟା ଯଦି ମାନେ ବିଚାର ହେଇଗଲା, ତାହେଲେ ଯଦି ସେ ଦୋଷୀ ମାନେ ଜଣା ପଡ଼ିଲେ ତ ଦୋଷୀ ସିଏ ଏବେଠୁ ଦୋଷୀ ସେ ମାନେ ଜଷ୍ଟ ନ୍ୟୁଜ୍ରେ ଭାଇରାଲ ହେଇଛି ମିଡ଼ିଆ ମାନେ କେସ୍ଟା ବର୍ତ୍ତମାନ ଭାଇରାଲ ହେଇଛି। ତ ସେଇଟାକୁ ଏତେ ବଡ଼ ହାଇଲାଇଟ୍ କରିକି ପୁରା ମାନେ ଲଭ ନେଇଗଲେ ଆଉ କାହା ଜୀବନ ଖେଳିଦେଲେ ଆଉ ସୁନ୍ଦରୀଙ୍କ ଯୁବତୀଙ୍କ ସହିତ, ଏଇଟା କରିବାର ମାନେଟା କ'ଣ? ଏମିତି করে ଯେଉଁ ମାନେ କରୁଛ ତାର କରିବାର ମାନେଟା କ'ଣ? କିଛି ନୁହଁ, ମାନେ ଫାଲତୁ ଜଣଙ୍କ କ୍ୟାରିୟର ସହ ନଷ୍ଟ କରି ଖେଳୁଛ। ଆଉ ତମେ ବାକି ରହିଲା ଯେ କି ତାର ଫ୍ୟାମିଲି ଲୋକ, ତମେ କ'ଣ ଜାଣିନଥିଲ? ତମେ ତ ଜାଣିଥିଲ ଲଭ ଆଉ କେଉଁଠି ମ୍ୟାରେଜ୍ କଲା କି କଲା, ଠିକ୍ ଅଛି, ତମେ ଜାଣିନଥିଲ, ମିଡ଼ିଆ କ'ଣ ଜାଣିନଥିଲା? ମିଡ଼ିଆ ତ ଜାଣିଥିବ। ମିଡ଼ିଆ ଯେତେବେଳେ କି ହାଇଲାଇଟ୍ କଲା ଲଭ ହାଉସଟା, ତାକୁ କ'ଣ ମୁଁ ଚିହ୍ନିଥିଲି ନା ଆପଣ ମାନେ ଲୋକମାନେ କ'ଣ ଚିହ୍ନିଥିଲେ? ଚିହ୍ନି ନଥିଲେ। ତା ଗାଁ ସେଟା ଘର ପାଖ ଲୋକ ସେଟା କେହି ଚିହ୍ନି ନଥିଲେ। ଯେତେବେଳେ ଲଭ ହାଉସଟାକୁ ଚିହ୍ନିଲେ ଲୋକ, ସେତେବେଳେ ତ ଫ୍ୟାମିଲି ବ୍ୟାକଗ୍ରାଉଣ୍ଡ ଉପରେ ଗୋଟେ ବାଇଟ୍ ନେଇଯାଇଥିଲେ। ଲୋକ ତ ଆଟେ ଜାଣିପାରିଥାନ୍ତେ ଗୋଟେ ଏତେ ବଡ଼ ଯେହେତୁ ୟୁଟ୍ୟୁବର ହେଲାଣି, ମାନେ ଏତେ ବଡ଼ ନାଁ କମେଇଲାଣି, ତା ପୂର୍ବରୁ ତା ଫ୍ୟାମିଲି ବିଷୟରେ ବ୍ୟାକଗ୍ରାଉଣ୍ଡଟା ଟିକେ ମାନେ ବୁଝାବୁଝି କରିଥାନ୍ତେ, ମାନେ ଡିଟେଲ୍ସ ନେଇଯାଇଥାନ୍ତେ। ତାପରେ କ'ଣ ହେଇଥାନ୍ତା ନା ଯେଉଁ ଝିଅ ତାକୁ ଲଭଙ୍କୁ ପ୍ରପୋଜ କଲା କି ଲଭ କାହାକୁ ପ୍ରପୋଜ କଲେ କେଉଁ ଝିଅକୁ, ସେତେବେଳେ ସେ ଜାଣି ଦେଇଥାନ୍ତେ କି ଲଭ ମ୍ୟାରେଡ୍ କରିଛନ୍ତି। ତ ସେତେବେଳେ କ'ଣ ହେଇଥାନ୍ତା ନା ଆଜି ଏ ଦୋଷ ଦେଖିବାକୁ ପଡ଼ିନଥାନ୍ତା। ତ ମୁଁ ଏଠି ସମ୍ପୂର୍ଣ୍ଣ ଦୋଷ ଦେବି ମିଡ଼ିଆକୁ, ସମ୍ପୂର୍ଣ୍ଣ ଦୋଷ ଦେବି ତାଙ୍କ ସ୍ତ୍ରୀ ତାଙ୍କ ଝିଅକୁ। ଲବଙ୍କର ଦୋଷ ନାହିଁ ବୋଲି କହିବିନି, ଲବଙ୍କର ବି ଦୋଷ ଅଛି। ଯେହେତୁ ତମେ ଗୋଟେ ମ୍ୟାରେଡ୍ ପର୍ସନ୍, ତମେ କ'ଣ ପାଇଁ ପ୍ରପୋଜ ଆକ୍ସେପ୍ଟ କରୁଥିଲ? ତ ମୁଁ କହୁନି, ମୁଁ କହିବା କଥା ଏଠି ସୋଲମୀ ମୁର୍ମୁକୁ ନ୍ୟାୟ ମିଳୁ। କିନ୍ତୁ ନ୍ୟାୟ କେମିତି ମିଳୁ? କାହାର ଜୀବନଟା ନଷ୍ଟ କରିକି ନୁହଁ। ନ୍ୟାୟଟା କେମିତି ମିଳୁ? ଆପଣମାନେ କମେଣ୍ଟ ବକ୍ସରେ କ'ଣ ଜଣାନ୍ତୁ, ନ୍ୟାୟଟା କେମିତି ମିଳୁ? ଯଦି ସେ ଲଭ ହସ୍ତା ଦୋଷୀ ଅଛନ୍ତି, ତାର ଜୀବନ ନଷ୍ଟ ହଉ କି ଯାହା ବି ହଉ, ଇଏ ଦୋଷୀକୁ ଦଣ୍ଡ ଦିଆଯାଉ। ପ୍ରଥମ କଥା, କେମିତି ଦଣ୍ଡ ଦିଆଯିବ? ନାଇଁ କି ଯାହାକୁ ନାହିଁ ତାକୁ ଧରି ପକେଇବି। ଲଭ ହସ୍ତା ଗୋଟେ ବ୍ରାଣ୍ଡ, ଠିକ୍ ଅଛି। ତ ତାକୁ ଆରେଷ୍ଟ କରିବା ପୂର୍ବରୁ ପ୍ରଥମ କଥା ହେଉଛି କ'ଣ, ଆଗେ ସୋଲମୀ ମୁର୍ମୁଙ୍କର ମାନେ ଆକ୍ଚୁଆଲି କେସ୍ଟା କ'ଣ ହେଇଥିଲା ଡିଟେଲ ପୁରା ମାନେ ତଦନ୍ତ କରାଯାଉ ଭଲସେ। ତାପରେ ଯଦି ଦୋଷୀ, ଭାଇ ମୁଁ ବି ନିଜ ମୁହଁରେ କହୁଛି ଯେ କି ଲଭ ହସ୍ତାକୁ ଆରେଷ୍ଟ କରାଯାଉ। ଯଦି ଦୋଷୀ ନୁହନ୍ତି ତାହେଲେ 8 ଦିନ 15 ଦିନ ଏଇ କଥାଟାକୁ ଟିଆରପି ପାଇବା ପାଇଁ ମିଡ଼ିଆ ବାଲା ମାନେ କଥାଟା ପୁରା ଘୋରି ବାଟି ଛୋଟରୁ ବଡ଼ କରନ୍ତୁନି। ତ ଠିକ୍ ଅଛି, ଆଜିର ଟପିକ୍ ତ ଏତିକି ଥିଲା। ମୋର ଖାଲି ବାସ୍ ଏତିକି ରିପ୍ଲାଏ କରିବାର ଥିଲା। ଭାବୁଥିଲି ଭିଡ଼ିଓ କରିବିନି, କିନ୍ତୁ ମା ଭଉଣୀ ଗାଳିଟା ମୋତେ ଭଲ ଲାଗିଲାନି, ଯେଉଁଥିପାଇଁ ମୁଁ କହିବାକୁ ବାଧ୍ୟ ହେଲି। ଆଉ ଯଦି ବି କାହା ହୃଦୟରେ ମାନେ କଷ୍ଟ ଦେଇଛି କଥାଟା, ଦୟାକରି ରିକ୍ୱେଷ୍ଟ କରି କହୁଛି କ୍ଷମା କରିଦେବେ। ଯଦି ଭିଡ଼ିଓଟି ଭଲ ଲାଗିଛି ଦୟାକରି ଲାଇକ୍ ସେୟାର ସବସ୍କ୍ରାଇବ୍ କରିବା ଜମା ଭୁଲିବେନି। ପୁଣି ଦେଖା ହେବା ଗୋଟେ ମୋବାଇଲ ଫ୍ରେଶ୍ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଜୟ ଜଗନ୍ନାଥ।